ଶ୍ରୀରାମ ରାମ ରଘୁନନ୍ଦନ ରାମ ରାମ ଶ୍ରୀରାମ ରାମ ଭରତାଗ୍ରଜ ରାମ ରାମ ଶ୍ରୀରାମ ରାମ ରଣକର୍କଶ ରାମ ରାମ ଶ୍ରୀରାମ ରାମ ଶରଣଂ ଭବ ରାମ ରାମ। এই ପ୍ରାର୍ଥନାଟି କରି ବିଶ୍ୱାମିତ୍ର ଶ୍ରୀରାମଙ୍କ ପାଦପଦ୍ମରେ ନତମସ୍ତକ ହୋଇଥିଲେ। ସେ କହିଲେ, ହେ ଶ୍ରୀରାମ, ତୁମେ ରଘୁନନ୍ଦନ, ଅର୍ଥାତ୍ ତମ ବଂଶରେ ତୁମର ପୂର୍ବଜ ରଘୁ ପ୍ରସିଦ୍ଧ ଥିଲେ। ତାଙ୍କ ଭଳି ତାଙ୍କ ପୂର୍ବରୁ କେହି ନଥିଲେ। ତାଙ୍କର ଯଶକୀର୍ତ୍ତି ସର୍ବତ୍ର ବ୍ୟାପ୍ତ ଥିଲା। ହେଲେ ତୁମେ ତାଙ୍କୁ ବଳିଗଲ, ତାଙ୍କର ପ୍ରକୃତ ଦାୟାଦ ହେଲ। ତେଣୁ ହେ ରଘୁନନ୍ଦନ, ତୁମକୁ ପ୍ରଣାମ। ଶ୍ରୀରାମ ରାମ ରଘୁନନ୍ଦନ ରାମ ରାମ ଶ୍ରୀରାମ ରାମ ଭରତାଗ୍ରଜ। ଭରତ ଭଞ୍ଜ କହିଲେ, ଯିଏ ଶୁଭ ରତ ସେ ଭରତ। ଯିଏ ସବୁବେଳେ ଶୁଭ ଚିନ୍ତା କରନ୍ତି, ଶୁଭ ରତ ଭରତ। ତେଣୁ ଭରତ ସମାନ ଭାଇ ନାହାନ୍ତି। ହନୁମାନଙ୍କୁ ଶ୍ରୀରାମ କହିଥିଲେ, ତୁମ ଭରତ ସମ୍ଭାଇ। ଭରତ ଭଳିଆ ଭାଇ କ୍ୱଚିତ୍। ତେଣୁ ଭରତଙ୍କର ସେ ହେଲେ ଅଗ୍ରଜ, ମାନେ ବଡ଼ ଭାଇ। ହେ ରାମ, ତୁମେ ଭରତଙ୍କର ବଡ଼ ଭାଇ। ଭରତ ଏ ଶବ୍ଦ ଉଚ୍ଚାରଣ କଲେ ସବୁ ଅଶୁଭ ପଳେଇଯାଏ। ସେଥିପାଇଁ ଜ୍ଞାନୀମାନେ ଭରତ ଭରତ ପ୍ରାୟ କହିଥାନ୍ତି। ଶ୍ରୀରାମ ରାମ ରଘୁନନ୍ଦନ ରାମ ରାମ ଶ୍ରୀରାମ ରାମ ଭରତାଗ୍ରଜ ରାମ ରାମ ଶ୍ରୀରାମ ରାମ ରଣକର୍କଶ। ରଣକର୍କଶ ରଣରଙ୍କ ସେ। ଯୁଦ୍ଧ କ୍ଷେତ୍ରରେ ସେ ପଛକୁ ଅନାନ୍ତିନି। କେବଳ ଯେଉଁମାନେ ପାପୀ, ଯେଉଁମାନେ ଅଧର୍ମୀ, ଯେଉଁମାନେ ଅନ୍ୟାୟୀ, ଅତ୍ୟାଚାରୀ, ସଂସାର ବିଧ୍ୱଂସୀ, ସେଇମାନଙ୍କୁ ବିଧ୍ୱଂସ କରିବା ପାଇଁ, ନଷ୍ଟ କରିବା ପାଇଁ ସେ ଧରନ୍ତି କୋଦଣ୍ଡ। ତେଣୁ ହେ ରାମ, ତମେ ରଣକର୍କଶ। ଶ୍ରୀରାମ ରାମ ରଘୁନନ୍ଦନ ରାମ ରାମ ଶ୍ରୀରାମ ରାମ ଭରତାଗ୍ରଜ ରାମ ରାମ ଶ୍ରୀରାମ ରାମ ରଣକର୍କଶ ରାମ ରାମ ଶ୍ରୀରାମ ରାମ ଶରଣଂ। ହେ ରାମ, ମୁଁ ତୁମ ଶରଣାଗତ, ମୋ ଦୟାକର। ହେ ବନ୍ଧୁ, ଆପଣ ବି ଶ୍ରୀରାମଙ୍କୁ ଉଚ୍ଚାରଣ କରନ୍ତୁ, ସ୍ମରଣ କରନ୍ତୁ, ଧ୍ୟାନ କରନ୍ତୁ, ଭାବନ୍ତୁ, ଚିନ୍ତା କରନ୍ତୁ, ମନନ କରନ୍ତୁ। କାହିଁକି ନା ଆପଣଙ୍କର ସିଂହ ରାଶି। ସିଂହ ରାଶିରେ ଯେଉଁ ବିପଦ ସୃଷ୍ଟି ହେଉଛି, ତା ପାଇଁ ଦାୟୀ କିଏ? ମଙ୍ଗଳ। କେଉଁ ଘର? ମେଷ ଘର। ମେଷ ଘର ବାଧକ ସ୍ଥାନ। ମଙ୍ଗଳ ବାଧକ ଗ୍ରହ। ବାକି 8ଟି ଗ୍ରହ ଓ 11ଟି ଘର ଶୁଭ। ଖାଲି ଗ୍ରହମାନଙ୍କ ସ୍ଥିତିକି ନେଇ, ଅବସ୍ଥାନକୁ ନେଇ ଆମେ ଯାହା ସୁଖ ବା ଦୁଃଖ ପାଇଥାଉ। କିନ୍ତୁ ମେଷ ଓ ମଙ୍ଗଳକୁ ନେଇ ଆମେ ଯେଉଁ କଳ୍ପନା ଜଳ୍ପନା କରୁ, ତାହା ହେଉଛି ଧୂଆଁ ବାଣ, ମରିଚିକା, ଅନ୍ଧାରରେ ବାଡ଼ି ବୁଲିଲା ଭଳି। ଅରଣ୍ୟ ରୋଦନ କହିଲେ ଚଳିବ। ତେଣୁ ବନ୍ଧୁ, ଏଇ ମଙ୍ଗଳ ଓ ମେଷ ରାଶିକୁ ପାର୍ଶ୍ୱରେ ଦିଅନ୍ତୁ ନା। ଶତ୍ରୁ ଗୋଟିଏ, ମିତ୍ର 8ଟି, ବିନାଶ ସ୍ଥାନ ଗୋଟାଏ, ଆଉ ବିକାଶ ସ୍ଥାନ 11ଟି। ତଥାପି ଆମେ ଯଦି ଶତ୍ରୁକୁ ନ ଚିହ୍ନିବା, ସେ ଘରକୁ ଚିହ୍ନଟ ନ କରିବା, ତାହେଲେ କେତେବେଳେ ଖାଲିରେ ପଡ଼ିଯିବା କିଏ ଜାଣେ। ଏଇଥିପାଇଁ ତ କୁହାଯାଇଛି, ଭଲ କରି ଚିହ୍ନି ରଖ ଭ୍ରାତାଙ୍କ ବଦନ। ସେ ତୁମର ଭାଇ କି
ଯଦି ତା ଚିହ୍ନି ରଖ। ହଁ, ସିଂହ ରାଶିର ବାଧକ ସ୍ଥାନ ମେଷ। ବାଧକ ଗ୍ରହ କୁଜ ମାନେ ମଙ୍ଗଳ। ସିଂହ ରାଶି ସହ ମେଷ ରାଶିର ଘନିଷ୍ଠ ସମ୍ପର୍କ। ସିଂହ ରାଶ୍ୟାଧିପ ରବି ଓ ମେଷ ରାଶ୍ୟାଧିପ ମଙ୍ଗଳ ଉଭୟ ଦେବତା ଦେବଗଣ। ଏଣୁ ଏ ଦୁହିଁଙ୍କ ମଧ୍ୟରେ ମିତ୍ରତା ରହିବା କଥା। ମାତ୍ର ଏ ସମ୍ପର୍କ ନାହିଁ, କାରଣ ଜଣେ ସାବତ ଭାଇ। ସାବତ ଭାଇ କାହାକୁ କୁହନ୍ତି? ସାବତ ମା କାହାକୁ କୁହନ୍ତି? ସାବତ ଶବ୍ଦର ସୃଷ୍ଟି କାହିଁକି ହେଲା? ଯେ କେବେ ବି ଶୁଭ କାମନା କରେନି ସେ ସାବତ। ନିରନ୍ତର ଶୟନେ ସ୍ୱପନେ ଜାଗରଣେ ଯେ ଅଶୁଭ କାମନା କରେ ସେ ସାବତ। ତେଣୁ ଏ ଦୁହେଁ ପରସ୍ପର ସାବତ। ଯେମିତି ସ୍ତ୍ରୀ ଲୋକମାନଙ୍କୁ କୁହନ୍ତିନି ସଉତୁଣୀ। ଗୋଟିଏ ଲୋକର ଦୁଇଟି ସ୍ତ୍ରୀ ହେଲେ ବା ଏକାଧିକ ସ୍ତ୍ରୀ ହେଲେ ସେମାନେ ଯେମିତି ପରସ୍ପର ସଉତୁଣୀ, କେହି କାହାର ମଙ୍ଗଳ କାମନା କରନ୍ତିନି। ସେମିତି ଯେଉଁ ନାରୀ ସନ୍ତାନମାନଙ୍କର ଅମଙ୍ଗଳ କାମନା କରେ, ଯେଉଁ ଭାଇ ଭଉଣୀଙ୍କର ଅମଙ୍ଗଳ କାମନା କରେ, ତାକୁ ସାବତ ଭାଇ କହନ୍ତି। ମଙ୍ଗଳ ଆଉ ରବି ଏ ସାବତ ମିତ୍ର, ମାନେ ଈର୍ଷାଳ ମିତ୍ର। ସିଂହ ରାଶିର ବାଧକ ଗ୍ରହ ମେଷ। ବାଧକ ଗୃହ ମେଷ। ସିଂହ ରାଶିର ବାଧକ ଗୃହ ମେଷ। ଏ ମେଷର ଅଧିପତି ମଙ୍ଗଳ। ଯେଉଁ ଗ୍ରହ ମାରକ, ସେ ମିତ୍ର ହେବ କିପରି? ସିଂହ ଠାରୁ ଗଣିବା କେତେ ହେଲା? 9। ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ, ମେଷ। 9 ଘର ଭାଗ୍ୟ ସ୍ଥାନ, ଧର୍ମ ସ୍ଥାନ। ସିଂହର ଭାଗ୍ୟ ମାନେ ମେଷ ଘର। ଆଉ ତାହା ହିଁ ମାରକ। ମଙ୍ଗଳ ବାଧକ ଗ୍ରହ। ଏହା ଜାଣିବା ଉଚିତ ଯେ ମଙ୍ଗଳ ଦଶାରେ ଯେବେ ମଙ୍ଗଳ ଅନ୍ତର୍ଦଶା ଆସିବ, ତେବେ ଶୋକ ସମ୍ବାଦ ମିଳିପାରେ। ଏହା ବ୍ୟତୀତ ଅନ୍ୟ ସମସ୍ତ ଗ୍ରହଙ୍କର ମଙ୍ଗଳ ଅନ୍ତର୍ଦଶା ଆସିଲେ, ଯେଉଁ ମହାଦଶା ଚାଲିଛି ସେଥିରେ ସବୁ ଗ୍ରହଙ୍କର ଅନ୍ତର୍ଦଶା ଆସିବ। ମଙ୍ଗଳଙ୍କର ଅନ୍ତର୍ଦଶା ଆସିଲେ ସେଇ ସମୟଟା ଅତ୍ୟନ୍ତ ଦୁଃଖଦାୟକ ହେବ। ପ୍ରତି ଗ୍ରହର ମଙ୍ଗଳ ଅନ୍ତର୍ଦଶାରେ ଦୁଃଖ ହେବ, ବିପଦ ହେବ, ସନ୍ତାପ ହେବ, ଶୋକ ଆସିବ। ସୁଖ ମିଳି ନପାରେ। ସିଂହ ରାଶିର ଭାଗ୍ୟ ହିଁ ତାର ମାରକ। ମଙ୍ଗଳ ହିଁ ମାରକ ଗ୍ରହ। ଯାହା ଜାତକରେ ମେଷରେ ଅନ୍ୟ ଯେଉଁ ଗ୍ରହ ଥିବେ ସେମାନଙ୍କ ଅନ୍ତର୍ଦଶା ସୁଖ ଦେଇ ନପାରେ। ଶତ୍ରୁ ଘର ନା, ମେଷ ହେଲା ଶତ୍ରୁ ଘର, ମାରକ ଘର। ତେଣୁ ସେ ଘରେ ଯିଏ ରହିବେ, ମାନେ ତମେ ମୋତେ ଶତ୍ରୁ ଭାବୁଛ ବୋଇଲେ ମୋ ଘରେ ଯିଏ ରହିବେ ତମର ଶତ୍ରୁ ନା। ମୁଁ ତମକୁ ଶତ୍ରୁ ଭାବୁଛି, ତମ ଘରେ ଯିଏ ରହିବେ ମୁଁ ତାଙ୍କୁ ଶତ୍ରୁ ଭାବିବି କି ନାହିଁ? ତେଣୁ ମେଷ ଘର ମାରକ ହୋଇଥିବାରୁ ସେଠାରେ ସେ ସ୍ଥାନରେ ସେ ଗୃହରେ ଅନ୍ୟ ଯେଉଁ ଗ୍ରହମାନେ ରହିବେ ସେମାନେ ସମସ୍ତେ ମେଷ ଭଳି ଆଚରଣ କରିବେ, ମଙ୍ଗଳ ଭଳି ଆଚରଣ କରିବେ। ତେଣୁ ସେମାନଙ୍କର ଅନ୍ତର୍ଦଶାରେ ବି ଦୁଃଖ ଆସିବ। ପୁରୋହିତ ଗୋଟେ କଲ୍ୟାଣ କରନ୍ତିନି, ଏକାଦଶ ସ୍ଥାହା ସର୍ବେ ଗ୍ରହା ଫଳଦାହା ଭବନ୍ତୁ। ସବୁ ଗ୍ରହ ଏକାଦଶ ଥିଲେ ଶୁଭ ଫଳ ଦେଇଥାନ୍ତି। ସେ କଲ୍ୟାଣ କରନ୍ତି, ତୁମର ସବୁ ଗ୍ରହ ଏକାଦଶସ୍ଥ ହୁଅନ୍ତୁ, ତୁମର କଲ୍ୟାଣ କାମନା କରନ୍ତୁ। କିନ୍ତୁ ଯଦି ଭାଇ ତମ ଜାତକରେ ଏକାଦଶରେ ମଙ୍ଗଳ ଥାଏ, ସେ କ'ଣ ମଙ୍ଗଳ କାମନା କରିବ? ନା ନା ନା, କେବେ ନୁହଁ। କେବେ ଖୁସି ହବନି ମୋ ଜାତକରେ ଏକାଦଶରେ ମଙ୍ଗଳ ଅଛି, ମୁଁ ଗୁଡ଼ାଏ ଜମି କିଣିବି, ଘର କରିବି। ନାଇଁ 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 ନାଇଁ, ଖୁସି ହୁଅନ୍ତୁନି। ଯଦି ଏକାଦଶରେ
ମଙ୍ଗଳ ଥାନ୍ତି ତେବେ ସେ ବି ଆଦୌ ଶୁଭ ଫଳ ଦେଇପାରିବେନି। ଯଦି ସିଂହ ଲଗ୍ନ ତେବେ ଭାଗ୍ୟାଧିପ ମଙ୍ଗଳ, ସେଇ ମଙ୍ଗଳ ଯଦି ଦଶମରେ ମାନେ ବୃଷରେ ଥିବେ ସେଠାରେ ବୃଷାଧିପ ଶୁଭ ହେବେ, ତେବେ ମହାଯୋଗ ସୃଷ୍ଟି ହେବା କଥା। ଆମେ ଆଗରୁ ଆଲୋଚନା କରିଛେ ମହାଯୋଗ ନବମ ଘର ଓ ଦଶମ ଘର, କର୍ମ ଆଉ ଧର୍ମ, ଭାଗ୍ୟ ଆଉ କର୍ତ୍ତବ୍ୟ, ଏ ଦିହେଁ ଯଦି ସମାନ୍ତର ଭାବରେ ଥାନ୍ତି ତେବେ ଆମର ଭାଗ୍ୟ ଉଦୟ ହୁଏ। ନବମାଧିପ ଦଶମରେ, ଦଶମାଧିପ ନବମରେ ରହିଲେ ଭାଗ୍ୟ ବିନିମୟ ଯୋଗ ହୁଏ, ଅସମ୍ଭବ ସମ୍ଭବ ହୁଏ। ଏଇ ନବମାଧିପ ଦଶମାଧିପ ଯଦି ନବମରେ ବା ଦଶମରେ ରହନ୍ତି ତାହେଲେ ମଧ୍ୟ ଜୀବନରେ ଏକ ସୁନ୍ଦର ସ୍ୱପ୍ନ ସଫଳ ହୁଏ। କିନ୍ତୁ ଏଠି ତା ହବନି, କାରଣ ମଙ୍ଗଳ ଭାଗ୍ୟାଧିପ, ସେ ଯଦି ଶୁକ୍ର ସହ ମିଶନ୍ତି ତାହେଲେ ଶୁକ୍ର ବି ଭଲ ଫଳ ଦେବେନି। ଶୁକ୍ର ଯଦି ମଙ୍ଗଳ ସହ ମିଶନ୍ତି ତେବେ ବି ଭଲ ଫଳ ଦେବେନି। ଏଠି ଭାଗ୍ୟାଧିପ ଓ କର୍ମାଧିପ ମିଶିଲେ ଯେଉଁ ମହାଭାଗ୍ୟ ସୃଷ୍ଟି ହେବା କଥା ତାହା ମିଳିବ ନାହିଁ। ମହାଯୋଗ ହେବା କଥା, ଶୁକ୍ର ଆସି ମେଷରେ ରହିଲେ ବି ସେ ଫଳ ହେବା କଥା ହେବନି, କାରଣ ମଙ୍ଗଳ ମାରକ ଗ୍ରହ। ଯଦି ମୀନ ଲଗ୍ନ ତେବେ ମେଷ ଦ୍ୱିତୀୟାଧିପତି ଦ୍ୱିତୀୟରେ ବା ଦଶମରେ ରହିଲେ, ମୀନ ଲଗ୍ନ ଦ୍ୱିତୀୟ ଘର ଧନ ଘର, ତେଣୁ ମଙ୍ଗଳ ଦ୍ୱିତୀୟାଧିପତି ହେତୁ ସେ ମେଷରେ ରହିଲେ ବିପଦ। ମୀନ ମେଷ ବୃଷ ମିଥୁନ କର୍କଟ ସିଂହ କନ୍ୟା ତୁଳା ବିଛା ଧନୁ, ଧନୁରେ ରହିଲେ ବିପଦ। ତେଣୁ ଏଇ ଦ୍ୱିତୀୟାଧିପତି ଦ୍ୱିତୀୟ ଘର ରହିଲେ ଗରିବ ଧନୀ ହୁଏ, ଦଶମ ରହିଲେ ଗରିବ ଧନୀ ହୁଏ। କିନ୍ତୁ ଏ ଯୋଗ ହବନି ସିଂହ ରାଶି ପାଇଁ। ଯଦି ଯାହା ଜାତକରେ ଏ ଯୋଗ ଥାଏ ସେ ଯଦି ଖୁସି ହୁଅନ୍ତି ତାହେଲେ ମୁଁ ଦୁଃଖ କରିବି। ମେଷରେ ଯଦି ଚାରି ଗ୍ରହଙ୍କର ମିଳନ ହୁଏ, ଆଗରୁ କୁହାଯାଇଛି ଚଉ ଚଉ ଚନ୍ଦ୍ରେ ଚଉ ଚଉ କେନ୍ଦ୍ରେ, ଏଇ ଚାରି ଗ୍ରହ ଯଦି ମେଷରେ ରହନ୍ତି ତାହେଲେ ବି ଭଲ ଫଳ ଦେବେନି। ସେମିତି ତିନୋଟି ଗ୍ରହ ଥିଲେ ମେଷରେ ବି ଭଲ ଫଳ ଦେବେନି, କାରଣ ସେ ସ୍ଥାନ ହେଉଛି ମାରକ, ଶତ୍ରୁ ଘର। ଏ ଯୋଗ ଥିଲେ କେହି ତୁମକୁ ପ୍ରଶଂସା କରି କହିବାର ନାହିଁ, ତମର ଚତୁର୍ଗ୍ରହ ମିଳନ ଅଛି, ତ୍ରିଗ୍ରହ ମିଳନ ଅଛି, କିନ୍ତୁ ବୁଝିବାକୁ ପଡ଼ିବ କେଉଁ ଘର। ଯିଏ ଆମକୁ ବିପଦରେ ପକାଏ, ଯୋଉଠି ଖାଲ ସ୍ଥାନ, ଯୋଉଠି ଗଣ୍ଡ, ସେଠି କ'ଣ ନୌକା ରହିପାରିବ? ନୌକା ତ ବୁଡ଼ିଯିବ, ଭାସିଯିବ। ତେଣୁ ଆମକୁ ସୁଖ ଆସିବ କୋଉଠୁ? ତେଣୁ ମନେ ରଖ, ସିଂହ ରାଶି ପାଇଁ ମଙ୍ଗଳ ହିଁ ଅମଙ୍ଗଳ କାରଣ, ମଙ୍ଗଳ ହିଁ ଅମଙ୍ଗଳ କାରଣ। ଏ କ୍ଷେତ୍ରରେ ସଙ୍କଟ ମୋଚନ ହନୁମାନ ହିଁ ସୁରକ୍ଷା ଦେଇପାରନ୍ତି। ବୃହସ୍ପତି ଚଳନ ହେଲେ, ଏବେ ବୃହସ୍ପତି ଅଛନ୍ତି ବୃଷରେ, ୟା ପୂର୍ବରୁ ଥିଲେ ମେଷରେ, ମାନେ ନବମ ବୃହସ୍ପତି ହେଲେ କ'ଣ ହୁଏ? ସନ୍ତାନ ଲାଭ ହୁଏ, ବା ସନ୍ତାନ ଲାଭ ହେଲା ଭଳି ସୁଖ ମିଳେ। ଯେଉଁମାନଙ୍କର ସିଂହ ରାଶି, ସେମାନେ ଅତୀତରେ ନିକଟରେ ଗୋଟିଏ ବର୍ଷ ପୂର୍ବରୁ ବୃହସ୍ପତି ମଙ୍ଗଳ କରିବା କଥା ବୋଲି ଯେଉଁ ସ୍ୱପ୍ନ ଦେଖିଥିଲେ, ନବମସ୍ଥ ବୃହସ୍ପତି ତାଙ୍କୁ କ'ଣ ସୁଖ ଦେଇଛି? ଦେଇନି ନା, ଏହା ଅନୁଭବ ସିଦ୍ଧ। ତେଣୁ କୌଣସି ଗ୍ରହ ମେଷସ୍ଥ ହେଲେ ଶୁଭ ଫଳ ଦେଇପାରିବେ ନାହିଁ। ଏଇଟା ଆମେ ଧ୍ରୁବ ନିଶ୍ଚିତ ହେଇଯିବା କଥା, ଖୁସି ହେବାର କୌଣସି କାରଣ ନାହିଁ। ଏଥିପାଇଁ ଆମେ କ'ଣ କରିବା? ହନୁମାନଙ୍କ ଆଗରେ ନିୟମିତ ଦୁଇଥର ଟିକେ ଲାଲ ବସ୍ତ୍ର ପିନ୍ଧି ହନୁମାନଙ୍କୁ ଜପିଲେ, ରାଶି ତେଲର ଦୀପ ଜାଳି ହନୁମାନଙ୍କୁ ଜପିଲେ, ହନୁମାନଙ୍କୁ ଧ୍ୟାନ କଲେ, ସେ ଟିକେ ଖୁସି ହୁଅନ୍ତି ବୋଲି
ଜ୍ଞାନୀ ମାନେ कहती। तेणु हे बंधु हे भाई तुम जदि मत विश्वास करुच भरोसा करुच मोर मित्र तेबे निजर सुख पाई हनुमान को स्मरण कर। दी ओली सम्मुखें बसी हनुमान चालीसा जा तुलसीदास लिखिंट पाठ कर। किंतु ये पाठ करने पूर्व उठाओ जागृत कर 9 थर पूर्व 9 थर पर कह ओं रांग रामाय नमः ओं रांग रामाय नमः ओं रांग रामाय नमः उच्च कंठे कह ओं रांग रामाय नमः। आगे 9 थर कह तब चालीसा पढ़ सारी पुनः 9 थर कह ओं रांग रामाय नमः तापर प्रणाम कर। किसी भिक्षा करनी से स्वतः प्रवृत्त दया करेंगे। हो बंधु आम गोड़े जो कंटा पशिछि कष्ट हेले भी आमको से कंटा काढ़िया पड़ो नहले असुविधा ना। यही कंटा को मु काढ़िबार व्यवस्था कली। आशा करे आपण माने खुशी हेबे कारण आपणकर बंधु आउरी 8टा ग्रह आउ 11टा गृह से दुखर कारण कौन दुख तो आसवा और जीव चक्रवत् परिवर्तन्ते चक्रवत् परिवर्तन्ते सुखानी च दुखानी च। रहिली भाई खराब भावियो नहीं तुमर मंगल हो। नमस्कार।